ଆଜି କ'ଣ ଝୁମ୍ପରାରେ ଆକ୍ସିଡେଣ୍ଟ। ମୁଁ ଶୁଭୁ, ମୁଁ କେଉଁଝରରୁ କହୁଛି। ମୁଁ ଗାଁରେ ଥିଲାବେଳେ କାଠି ଘଷେ, କାରଣ ଦାନ୍ତ ପୁରା ଚକ୍ ଚକ୍ କରେ। ତାପରେ ମୁଁ ବସ୍ରେ ପଳେଇ ଆସିଲି କେଉଁଝର। କେଉଁଝରକୁ ଆସିଲା ବେଳକୁ ଝୁମ୍ପରାରେ ଦେଖିଲି ଜଣେ ଅଙ୍କଲଙ୍କର ଆକ୍ସିଡେଣ୍ଟ ହେଇଗଲା। ମୋ ଗାଡ଼ି ମୁଁ ମାସେ ହେଲାନି ଧୋଇ ନଥିଲି, କାରଣ ମୋର ବୋର୍ଡ଼ ଏକ୍ଜାମ୍ ଚାଲିଥିଲା ଥିଓରିର। ତ ସେଟାର ପାଇଁ ମୁଁ ସେଇ ଇଏରେ ଗାଡ଼ି ଧୋଇ ନଥିଲି, ଗାଡ଼ି ପୁରା ମଇଳା ହେଇଯାଇଥିଲା। ତ ମୁଁ କ୍ଲିନିକ୍ ପ୍ଲସ୍ ସାମ୍ପୁରେ ଗାଡ଼ି ଧୋଇଲି, କାରଣ ସେଥିରେ ଗାଡ଼ି ଚକ୍ ଚକ୍ କରେ ଏଇପରିକା। ତାପରେ ମୁଁ କଲେଜ ଡ୍ରେସ୍ ପିନ୍ଧିକି ମୁଁ ରେଡ଼ି ହେଇଗଲି। ତାପରେ ମୁଁ କଲେଜ ପହଞ୍ଚିକି ଦେଖିଲା ବେଳକୁ ଆମର ପ୍ରାକ୍ଟିକାଲ ଏକ୍ଜାମ୍ ଷ୍ଟାର୍ଟ ହେଇଯାଇଥିଲାନି। ସେଇ ଭିତରେ ମୋ ସାଙ୍ଗ ଗୋଟେ ପଇସା ପାଇକି ବହୁତ ଖୁସି, ବହୁତ ସିଏ ଏନ୍ଜୟ କରୁଥିଲା। ତାପରେ ମୁଁ ଗାଡ଼ି ପାଖକୁ ଆସିଲି ଏକ୍ଜାମ୍ ସରିଲା ପରେ। ଗାଡ଼ି ଧରିକି ଗଲା ବେଳକୁ ମୋ ସାଙ୍ଗମାନେ ସମସ୍ତେ ମିଶିକି ପ୍ଲାନ୍ କଲୁ ଯେ ଆଗ ଏକ୍ଜାମ୍ରେ କେମିତି ପଢ଼ାପଢ଼ି କରିବା। ତାପରେ ମୋ ସାଙ୍ଗକୁ ଗୋଟେ ତା ମେସ୍ରେ ଛାଡ଼ିଦେଲି, କ'ଣ ପାଇଁ ସେ ଗାଡ଼ି ନଥିଲା ତାର। ତାପରେ ମୁଁ ଗୋଟେ ଲୋକେସନରେ ଗାଡ଼ିର କିଛି ଫଟୋ ଭିଡ଼ିଓ ସୁଟ୍ କରିକିନି ମୁଁ ଚାଲି ଯାଇଥିଲି ଗ୍ୟାରେଜ୍। ଗ୍ୟାରେଜ୍ ଯିବାର କାରଣ ହେଇକି ଯେ ମୋ ଗାଡ଼ିର ବହୁତ ଦିନରୁ ହେଲା ମୋବିଲ୍ ଚେଞ୍ଜ ହେଇନଥିଲା। ତ ଗୋଟେ ମୋବିଲ୍ କିଣିଲି ଯେଉଁଟାକି 500 କେତେ ଗୋଟେ ପଡ଼ିଥିଲା, ଏଇ କମ୍ପାନୀର ହିଁ ବୋଧେ। ତାପରେ ସେଇ ଲୋକଟାକୁ କହୁଛି ମୁଁ ମୋ ଗାଡ଼ିର ମୋବିଲ୍ ଚେଞ୍ଜ କରିତେ କହିଲି। ସେ ମୋ ଗାଡ଼ିର ମୋବିଲ୍ ଚେଞ୍ଜ କଲା ସତ, ବାକି ମଝିରେ ମଝିରେ ଯାଉଥାଏ ଅଲଗା କାହାଠିକି। ତାପରେ ମୁଁ ତାକୁ ବହୁତ ଜଗିଲି, ଲାଷ୍ଟରେ ଆସିକି ମୋ ମୋବିଲ୍ ଚେଞ୍ଜ କରିଦେଲା। ଚେଞ୍ଜ କଲା ପରେ ତାକୁ ମୁଁ ପେମେଣ୍ଟ କରିକିନା ମୁଁ ପଳେଇ ଆସିଥିଲି ଘରକୁ। ବାଏ ବାଏ।